ଆମେ ଆଜି ମହାଥାନା ଆସିଥିଲୁ 17/11 ଆମର ଓଡ଼ିଶାର ବିଖ୍ୟାତ ସଙ୍ଗୀତ ଯୋଉ ଗାୟକ ହ୍ୟୁମାନ ସାଗର ଯାହାଙ୍କ କି ଗୋଟେ ମୃତ୍ୟୁ ହୋଇଥିଲା। ଯୋଉ ମୃତ୍ୟୁ କି ଏବେ ବି ରହସ୍ୟାବୃତ ଅଛି, ବିଭିନ୍ନ ପ୍ରକାର କଥା ସେଥିପାଇଁ ଶୁଣା ଯାଉଛି। କିନ୍ତୁ ଦୁଃଖର ବିଷୟ ଯୋଉଦିନ ହ୍ୟୁମାନ ସାଗରଙ୍କର ଡେଥ୍ ହେଲା ଏମ୍ସ ହସ୍ପିଟାଲ ଭୁବନେଶ୍ୱରରେ, ସେଇଦିନ ଆପଣମାନେ ଦେଖିଥିବେ ଗୋଟେ ଭାଇରାଲ ହେଲା ସୋସିଆଲ ମିଡିଆରେ ଗୋଟେ ଭିଡିଓ ଯେ ତାଙ୍କ ମା କାରରେ ବସିଥିଲେ, ତାଙ୍କ ମ୍ୟାନେଜର ଯିଏ ଦିନେଶ ବେହେରା ତାଙ୍କର କିଛି ଆର୍ଗୁମେଣ୍ଟ ହଉଥିଲା ଏବଂ ସେହି ସମୟରେ ଦିନେଶ ବେହେରା ତାଙ୍କ ହ୍ୟୁମାନ ସାଗରଙ୍କ ମାଙ୍କୁ ଗୋଟେ ଅଶ୍ଳୀଳ ଭାଷା କହିଲା, ଯୋଉଟା କି ମୁଁ ଆପଣମାନଙ୍କ ସାମ୍ନାରେ କହିପାରୁନି। ଯୋଉଟା କି ବେଶୀ ଦୁଃଖଦାୟକ, ଗୋଟେ ପୁଅର ଡେଡ୍ ବଡି ଉଠିନି ହସ୍ପିଟାଲରୁ, ଯାହାର ଲୁଣ ମାନେ ତାର ମାଲିକ ଥିଲା, ତା ଲୁଣ ଖାଉଥିଲା ସେ ମ୍ୟାନେଜର ଯିଏ, ତାଙ୍କ ନାଁରେ ମଧ୍ୟ ବହୁତ ଅଭିଯୋଗ ଅଛି ସେମାନେ ଅର୍ଥ ହେରଫେର ପାଇଁ। ତ ସିଏ ଯେତେବେଳେ ମାଟି ତା ପୁଅ ସ୍ୱାମୀ ମରି ଯାଇଥିଲେ, ତାର ଆଉ ଗୋଟେ ପୁଅ ଯିଏ କି ଡେଡ୍ ବଡି ତାର ଉଠିନି, ସେ ସମୟରେ ତାଙ୍କର ଯିଏ ମ୍ୟାନେଜର ଦିନେଶ ବେହେରା ତାକୁ ଯୋଉ ଅପଶବ୍ଦ କହିଲେ ବା ଅଶ୍ଳୀଳ ଭାଷାରେ ଗାଳି କଲେ, ଯୋଉଟା କି ଆମମାନେ ନିନ୍ଦା କରୁଛୁ। ଏବଂ ଦିନେଶ ବେହେରା, ତମକୁ କିଏ ସାହସ ଦେଲା ତମେ ମହିଳା ମାନଙ୍କୁ ଏ ୱାର୍ଡ କହିବା ପାଇଁ? ତମ ଘରେ କଣ କେହି ମହିଳା ନାହାନ୍ତି? ତମେ ଯୋଉ ଭାଷାଟି କହିଲ ହ୍ୟୁମାନ ସାଗର ମାଙ୍କୁ, ସେ ଭାଷାଟି ତମେ ଓଡିଶାର ପ୍ରତ୍ୟେକ ନାରୀ ମାନଙ୍କୁ କହିଲ ଏବଂ ଅସମ୍ମାନ କଲ। ତମର ଅଧିକାର ନାହିଁ କୌଣସି ମହିଳାଙ୍କୁ ଅସମ୍ମାନ କରିବାର। ଏବଂ ଆମେ ଆଜି ମହିଳା ଥାନାରେ ତାଙ୍କ ବିରୁଦ୍ଧରେ ଦେଇଛୁ, ସେ ଯୋଉ ଅସମ୍ମାନ କରି ଯୋଉ ଭାଷାଟି କହିଛନ୍ତି, ଅଶ୍ଳୀଳ ଭାଷାଟି ତାଙ୍କ ମାଙ୍କୁ କହିଛନ୍ତି, ସେଥିପ୍ରତି ତାଙ୍କ ବିରୁଦ୍ଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ତୁରନ୍ତ ଗ୍ରହଣ କରାଯାଉ। ନା ସମର୍ଥନ ଦେଖନ୍ତୁ, ଆମେ ଯେହେତୁ ତାଙ୍କ ମୃତ୍ୟୁ ବି ଏବେ ରହସ୍ୟାଭୁତ ଆପଣମାନେ ସମସ୍ତେ ଜାଣିଛନ୍ତି, କିନ୍ତୁ ତାଙ୍କର ସେ ଯୋଉ ମୃତ୍ୟୁକୁ ନେଇକି ତାଙ୍କ ପରିବାର ଲୋକ ଅଭିଯୋଗ କରିବେ, ଆମେ ତ କରିପାରିବୁନି, ତାଙ୍କର ବ୍ୟକ୍ତିଗତ ମାମଲା। ତାଙ୍କ ମାଙ୍କୁ ମଧ୍ୟ ଆପଣମାନଙ୍କ ମାଧ୍ୟମରେ ମୁଁ ଅନୁରୋଧ କରୁଛି ଯେ ତାଙ୍କ ମା ଆସି ତାଙ୍କର ଯୋଉ ପୁଅର ଯୋଉ ମୃତ୍ୟୁ ହୋଇଛି, ଯେ ତାଙ୍କ ମନରେ ସନ୍ଦେହ ଅଛି, ସେ ମଧ୍ୟ ବିଭିନ୍ନ କଥା ସୋସିଆଲ ମିଡିଆ ଭାଇମାନଙ୍କ ଆଗରେ କହିଥିଲେ। ତ ସେ ବିଷୟରେ ସେ ଗୋଟେ ଥାନାର ଦ୍ୱାରସ୍ଥ ହୁଅନ୍ତୁ, ଆଇନର ଦ୍ୱାରସ୍ଥ ହୁଅନ୍ତୁ ଏବଂ ତାଙ୍କ ପୁଅକୁ କିପରି ତାଙ୍କ ମୃତ୍ୟୁ ଯୋଉ ହୋଇଛି, ମାନେ ଯୋଉ କୁହନ୍ତି ଅଚାନକ, ଯୋଉଟା କି ମାନେ ବିଶ୍ୱାସ ଯୋଗ୍ୟ ନୁହଁ, ସେ ମୃତ୍ୟୁ ଅକାଳ ମୃତ୍ୟୁ ଯୋଉ କୁହନ୍ତି ହେଇଛି, ତାଙ୍କ ଯେଉଁମାନେ ସେଥିପାଇଁ ଦାୟୀ ତାଙ୍କ ବିରୁଦ୍ଧରେ ଗୋଟେ ରିପୋର୍ଟ ବା ଏଫଆଇଆର ଦିଅନ୍ତୁ।